ନମସ୍କାର, ମୁଁ ଜଗଦୀଶ ଆପଣଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଗତକାଲି ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିଲ୍ଲୀରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ। ଏପଟେ ଦିନେ ଦୁଇ ଦିନ ଭିତରେ ପୁଣି ଦିଲ୍ଲୀ ଗସ୍ତରେ ଯିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଦିନେ କିମ୍ବା 2 ଦିନ ଭିତରେ ଦିଲ୍ଲୀ ଯାଇପାରନ୍ତି ବିଜେପି ରାଜ୍ୟ ସଭାପତି। ଲୋକପ୍ରିୟ ବଳୀୟ ଚିନ୍ତାଧାରା କାର୍ଯ୍ୟକ୍ରମରେ ବ୍ୟକ୍ତିଗତ କାର୍ଯ୍ୟ କରୁଥିବା ବ୍ୟକ୍ତି ନୂଆପଡ଼ା ପ୍ରାର୍ଥୀ ହେବେ ବୋଲି କହିଛନ୍ତି ମନମୋହନ ସାମଲ। ଓଡ଼ିଶା ସହ କେନ୍ଦ୍ରୀୟ ଟିମ୍ ମଧ୍ୟ ନୂଆପଡ଼ାରେ ସର୍ଭେ କରୁଛି। ସର୍ଭେ ଆଧାରରେ ପୁଣି ଚୟନ କରିବ ସଂସଦୀୟ ବୋର୍ଡ। କେନ୍ଦ୍ରୀୟ କମିଟି ମଧ୍ୟ ନୂଆପଡ଼ା ପ୍ରାର୍ଥୀ ନେଇ ସର୍ଭେ କରୁଛି। ଲୋକପ୍ରିୟତା ଲୋକେ ଯାହାକୁ ଚାହିଁଥିଲେ ଦଳୀୟ ଚିନ୍ତାଧାରା କାର୍ଯ୍ୟ କରୁଥିବେ, ଲୋକଙ୍କ ମୌଳିକ ସମସ୍ୟା ନେଇ ଜ୍ଞାନ ଗରିମା ଥିବ, ଏଭଳି ଲୋକଙ୍କୁ ପ୍ରାର୍ଥୀ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ଓଡ଼ିଶାରେ ପ୍ରବଳ ବର୍ଷା ଆଣିଛି। ଏହାର ଦୁର୍ଗାପୂଜାର ଉତ୍ସବରେ ବାଧା ସୃଷ୍ଟି କରିଥିବା ବେଳେ ଗୋପାଳପୁର ନିକଟରେ ଏହି ଗଭୀର ଅବପାତ ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଦେଇ ଆଗକୁ ବଢ଼ିବା ସହ ଗତକାଲି ଏହା ଧୀରେ ଧୀରେ ଦୁର୍ବଳ ହୋଇଥିବା ବେଳେ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ। ଏହି ଅବପାତ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗତ ଶୁକ୍ରବାର ପର୍ଯ୍ୟନ୍ତ 7ଟି ଜିଲ୍ଲା କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ ପୁରୀକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଏହା ସହିତ 16ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ 7ଟି ଜିଲ୍ଲାକୁ ହଳଦିଆ ଆଲର୍ଟ ଜାରି କରାଯିବା ସହ ସୁନ୍ଦରଗଡ଼ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ଦୁର୍ଗାପୂଜା ଉତ୍ସବ ମନ୍ଥର ହୋଇଥିବା ବେଳେ ପୂଜା ମଣ୍ଡପ ଉତ୍ସବ ଆୟୋଜନ ଉପରେ ବର୍ଷାର ଫଳରେ ପ୍ରଭାବିତ ହୋଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ଜନସାଧାରଣଙ୍କୁ ସତର୍କ ରହିବାକୁ ଏବଂ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେବା ସହିତ ବର୍ଷାଜନିତ ଜଳମଗ୍ନ ଓ ଅନ୍ୟାନ୍ୟ ଅସୁବିଧା ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଛି। ପାଣିପାଗ ବିଭାଗ ପକ୍ଷରୁ ନିମ୍ନାଞ୍ଚଳରେ ଦୂରେଇ ରହିବାକୁ ଏବଂ ବର୍ଷା ସମୟରେ ଯାତାୟାତ ସତର୍କତା ଅବଲମ୍ବନ କରିବାକୁ କୁହାଯିବା ସହ ଏହି ପରିସ୍ଥିତିରେ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଫୁଲଝରଣ ଜଳପ୍ରପାତକୁ 2 ଦିନ ପାଇଁ ବନ୍ଦ କରାଯିବ। ଲଗାଣ ବର୍ଷା ଯୋଗୁଁ ପ୍ରବଳ ଜଳ ପ୍ରବାହିତ ହେଉଛି। ଏହା ଫଳରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତା 2 ଦିନ ପାଇଁ ଏହି ଜଳପ୍ରପାତ ବନ୍ଦ ରହିବ। ଏନେଇ ସ୍ଥାନୀୟ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଏସ୍ଆଇ ପ୍ରଶ୍ନପତ୍ର ଲିକ୍ ଘଟଣା ନେଇ ବିଜେଡି ଭାଜପା ସରକାରଙ୍କୁ କଡ଼ା ଟାର୍ଗେଟ କରିଛି। ପଲ୍ଲେ ଘଟଣାର କିଏ ସମ୍ପୃକ୍ତ ତାହା ଜାଣିବାକୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ସିଧା ପ୍ରଶ୍ନ କରିଥିବା ବେଳେ ଶଙ୍କର ପୋଷ୍ଟିଂ କମ୍ପାନୀ ପଞ୍ଚଷଷ୍ଠ ପରୀକ୍ଷା ପ୍ରକ୍ରିୟା ଦାୟିତ୍ୱ ଦିଆଯାଇଥିଲା। ଯାହାକୁ ନେଇ ପେପର ଲିକ୍ ସମ୍ପର୍କିତ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଶେଷ 15 ମାସରେ 16 ଥର ପେପର ଲିକ୍ ହୋଇଛି ବୋଲି ଘଟଣା ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେଡି। ଶଙ୍କର ପୋଷ୍ଟିଂ ଗିଫ୍ଟ କରିଛନ୍ତି ଫର୍ଚ୍ୟୁନର। ଏଥିସହିତ ଶଙ୍କରଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ହିଞ୍ଜିଳି ବିଧାନସଭା ଭାଜପା ପ୍ରାର୍ଥୀଙ୍କ ଫଟୋ ମଧ୍ୟ ବିଜେଡି ଦେଖାଇଛି। ଏହା ରାଜନୈତିକ ସମ୍ପର୍କ ସୃଷ୍ଟି କରୁଥିବା ବୋଲି ଦାବି କରିଛି ବିଜେଡି। ଏହା ସହିତ ଭାଜପା ଲୋକ ସାମିଲ ଥିଲେ କଣ ଦୋଷୀଙ୍କୁ ଧରନ୍ତି ନାହିଁ ନା ପରୀକ୍ଷା ବାତିଲ କରିଥାନ୍ତି ବୋଲି ବିଜେପି କହିଥିବା ବେଳେ ସେହି କଥାକୁ କଟାକ୍ଷ କରିଛି ବିଜେଡି। ଏହି ପ୍ରସଙ୍ଗରେ ଜବାବ ରଖିଛନ୍ତି ଭାଜପା। ପ୍ରଶ୍ନପତ୍ର ଲିକ୍ ପୁରୁଣା ରୋଗ ପାଲଟି ଯାଇଥିବା ବେଳେ କହିଛନ୍ତି ଭାଜପା ସଭାପତି ମନମୋହନ ସାମଲ। ଶଙ୍କର ଦଳ ସମ୍ପୃକ୍ତ ଥିଲେ ପରୀକ୍ଷା କାହିଁକି ବନ୍ଦ ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ମନମୋହନ ସାମଲ। ଏହା ସହିତ ରାଜ୍ୟରେ ଚାକିରି ବିକ୍ରି କରୁଥିବାରୁ ମେଧାବୀମାନଙ୍କ ଆଶଙ୍କା ବଢିଥିବା କହିଛି କଂଗ୍ରେସ। ରାଜ୍ୟରେ ଟଙ୍କା ଦିଆ ଚାକିରି ନିଆ ବ୍ୟବସ୍ଥାରେ କେବେ ପୂର୍ଣ୍ଣଚ୍ଛେଦ ପଡିବ ବୋଲି ପ୍ରଶ୍ନ ମଧ୍ୟ କରିଛି କଂଗ୍ରେସ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ସରକାରଙ୍କ ବଡ ଘୋଷଣା। ନୂଆ ରଘୁନନ୍ଦନ ଲାଇବ୍ରେରୀରେ ଜାଗାରେ ଇ-ଲାଇବ୍ରେରୀ ନିର୍ମାଣ ହେବ। ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସୂଚନା ଦେବା ସହିତ ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନିର୍ମିତ ହେବ ଡିଜିଟାଲ ଲାଇବ୍ରେରୀ। ଇ-ଲାଇବ୍ରେରୀ ସହ ରିସର୍ଚ୍ଚ ସେଣ୍ଟର ମଧ୍ୟ ସରକାର ନିର୍ମାଣ କରିବେ। ଶ୍ରଦ୍ଧାଳୁଙ୍କୁ ଗବେଷଣାକୁ ଡିଜିଟାଲ ସୁବିଧା ପ୍ରଦାନ କରିବା ପାଇଁ ଏସ୍ଜେଟିଏ ର ନିଷ୍ପତ୍ତି ନେଇଛନ୍ତି। ମନ୍ଦିର ରେକର୍ଡ ରୀତିନୀତି, ମଦଲା ପଞ୍ଜି, ପୋଥି ଓ ପାଣ୍ଡୁଲିପି ସଂରକ୍ଷଣ ନେଇ ଲକ୍ଷ୍ୟ ରଖାଯାଇଛି ଏବଂ ପୁରୁଣା ପୁସ୍ତକ ଓ ତଥ୍ୟ ସହ ସଂରକ୍ଷିତ ଡକ୍ୟୁମେଣ୍ଟକୁ ନେଇ ଡାଟାବେସରେ ତିଆରି ହେବ। ଜଗନ୍ନାଥ ସଂସ୍କୃତି ଗବେଷଣା ଉପରେ ଗବେଷକଙ୍କୁ ସହାୟକ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଧନତେରସ ପୂର୍ବରୁ ଗ୍ରାହକଙ୍କ ପାଇଁ ଖୁସି ଖବର। ଦଶହରା ପରେ ପରେ କମିଲା ସୁନା ଦର। ଯଦି ଆପଣଙ୍କ ସୁନା କିଣିବାକୁ ପଡୁଛି ତେବେ ଥରେ ନଜର ପକାନ୍ତୁ ଭାରତୀୟ ବଜାରରେ ଗତକାଲି କେତେ ଥିଲା ସୁନା ଦର।
ଭାରତୀୟ ବଜାରରେ ଗତକାଲି ସୁନା ଦର 0.22% କମିଛି 10 ଗ୍ରାମ ପ୍ରତି 1,17,334ରେ ପହଞ୍ଚିଛି ସୁନା ଦର। ସେହିପରି ରୂପା ଦର 1.06% କିଲୋ କମିଥିବାର ଏହା 1,43,190 ରହିଛି। ଭାରତୀୟ ବଜାରରେ ଗତକାଲି 24 କ୍ୟାରେଟ ସୁନା ଦର 1,17,334 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନା ଦର ମଧ୍ୟ ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପିଛା 1,18,400 ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 1,08,200 ଟଙ୍କାକୁ ପହଞ୍ଚିଛି। ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ ସୁନାର ମୂଲ୍ୟ 1,18,830 ଟଙ୍କା ହୋଇଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 1,08,940 ଗ୍ରାମ ରହିଥିଲା। ମୁମ୍ବାଇରେ 24 କ୍ୟାରେଟ ସୁନାର ମୂଲ୍ୟ 1,17,420 ଟଙ୍କା ରହିଥିବା ବେଳେ ଭାରତୀୟ ପ୍ରମୁଖ ସହର ଚେନ୍ନାଇରେ 24 କ୍ୟାରେଟ ସୁନାର ମୂଲ୍ୟ 1,17,760 ଟଙ୍କା ରହିଥିଲା। ପୂର୍ବ ଭାରତରେ ପ୍ରମୁଖ ସହର କୋଲକାତା ଯଥାକ୍ରମେ 1,17,260 ଟଙ୍କା ରହିଥିବା ବେଳେ ବେଙ୍ଗାଲୁରୁରେ 1,17,510 ଟଙ୍କା ରହିଛି। ଅନ୍ୟପଟେ ରୂପାର ମୂଲ୍ୟ କିଲୋ ପିଛା 1,43,190 ଟଙ୍କା ରହିଛି।